ଯେତେବେଳେ ଛୋଟ ଥିଲା ସେତେବେଳେ କହୁଥିଲା ମୋ ମା ଠାରୁ ଏ ଦୁନିଆରେ କେହି ବଡ଼ ନାହାନ୍ତି। ଯେତେବେଳେ ଛୋଟ ଥିଲା କହୁଥିଲା ମୋ ମା ଠାରୁ ଏ ଦୁନିଆରେ କେହି ବଡ଼ ନାହାନ୍ତି। ଯେତେବେଳେ ଯୁଆଡେ ଯୁଆଡେ ଛୋଟ ବେଳେ ବୁଲି ବୁଲିକି ଆସିଲେ ବି ମା କଥା ମନେ ପଡୁଥିଲା, କାନ୍ଦି କାନ୍ଦିକି ପଳେଇ ଆସୁଥିଲା ମା ପାଖକୁ। କିନ୍ତୁ ଯେତେବେଳେ ଟିକେ ବଡ଼ ହେଲା ଚାକିରି ବାକିରି କଲା, ମା ବିଭାଘର କରିଦେଲା, ପୁଅର ବିଭାଘର କରିଦେଲା। ଯେତେବେଳେ ବିଭାଘର ହେଇ ସାରିଲା, ସ୍ତ୍ରୀଟିଏ ଯେତେବେଳେ ଆସିଲା, ସେତେବେଳେ ସ୍ତ୍ରୀ କହିଲା ତମ ମା ସବୁବେଳେ ମୋ ସହିତ ଝଗଡା କରୁଛନ୍ତି। ତେଣୁ ପୁଅ ଆଉ ଚିନ୍ତା କଲାନି। ଯେତେବେଳେ କହୁଥିଲା ମୋ ମା ଠାରୁ ଏ ଦୁନିଆରେ କେହି ନାହାନ୍ତି, ତାପରେ ଆରମ୍ଭ କରିଦେଲା ପୁଅ। କହିଲା ମା ତୁ କଣ କିଛି ବୁଝିପାରୁନୁ? ତାପରେ କହିଲା ମୋ ମା ଠାରୁ ଅଜ୍ଞାନୀ ମଣିଷ କେହି ନାହାନ୍ତି, ତୁ କାହିଁକି ବ୍ୟସ୍ତ ହଉଛୁ?